ରୂପରେ ରୂପାୟିତ କରାଯାଇଛି। ଅଗ୍ନି ଶକ୍ତି ତାଙ୍କୁ ବ୍ୟକ୍ତି ରୂପରେ ରୂପାୟିତ କରାଯାଇଛି। ଥରେ ଦୂରଦୃଷ୍ଟିରେ ବିଚାର କଲେ ହବ। କଣ ବୁଝୁଛୁ? ତେଣୁ ଆମେମାନେ ନିଜର କର୍ମ ଦ୍ୱାରା ନିଜର ଫଳ ଜାଣିପାରିବା ଠିକ ହବ କି ଭୁଲ ହବ। ଆଉ ପୁଅ ତୁ କରମଙ୍ଗା ଯାଉଛନ୍ତି ମଥୁରା ହାଟରେ ଦହି ବିକ୍ରି କରିବେ। ଆଜିର ପରିବେଶରେ ଯିଏ 10ଟା ଗାଈ ରଖିଛି ବନ୍ଧ ଏରିଆକୁ ଯାଉଛି ଓମ୍ଫେଡ ଦହି ଆଣିବା। କିନ୍ତୁ ଗୋପାଳ ପରିବାରରେ ଯେତେ ସବୁ ପଣ୍ଡିତ ଥିଲେ ସେତେବେଳେ ଦହି ଦୁଗ୍ଧ ଘୃତ ଏଗୁଡିକ ସବୁ ବଜାରରେ ବିକ୍ରି କରୁଥିଲେ। ଇଏ ବୁଢୀ ଯେତେବେଳେ ଦହି ପସରା ମୁଣ୍ଡରେ ମୁଣ୍ଡେଇକି ପଣ୍ଡିତ ଯାଉଛି, ହଠାତ୍ କେତେ ଜଣ ଗୋପବାସୀ ମାନେ ବୁଢୀ ବିରୁଦ୍ଧରେ ବିଷ ପ୍ରୟୋଗ କରୁଛନ୍ତି। କଣ ବୁଢୀ ବୁଢୀର ବୋହୂକୁ ଦେଖେଇକି ବୁଢୀ ଉପରେ ବିଷ ପ୍ରୟୋଗ ଯମୁନା କୂଳେ କଦମ ମୂଳେ ସେ ଯୋଉ ନନ୍ଦ ପୁଅ କନେଇ ସାଙ୍ଗରେ ଟୁପୁରୁ ଟାପୁରୁ ଫୁସୁରୁ ଫୁସୁରୁ କଣ ଆମେ ଗାଧେଇ ଯାଇପାରୁ। ତୁ ସବୁ ଦେଖି ଥାଉ ମୁଁ ଯେତିକି ମା ମାନେ ବସ ବୋହୁର ନିନ୍ଦା ଯେତେବେଳେ ବୁଢୀ କାନରେ ପଡିଲା, ରାଗଟା ଉଠିଲା ମୁଣ୍ଡକୁ, ମୁଣ୍ଡରେ ଦହି ପସରା। ଗୁରୁଦେବ ଗାୟକ ଶେଖର ଜଗନ୍ନାଥ ବେହେରା ଗୋଟିଏ ପଦ ଲେଖିଲେ 102। କଣ କହିଲେ? ବୁଢୀ ଏତେ ରାଗିଗଲା, ବୋହୂକୁ ଏତେ ଭଲ ପାଏ। କଣ କଲା? କହିଲା ଦହିକି ମହିରେ ଫିଙ୍ଗିଣ। ପଦ ବୁଢା ଧରିଛି, କହିଲା ଦହିକି ମହିରେ ଫିଙ୍ଗିଣ। ବୁଢୀ ଦହିକି ମହିରେ ଫିଙ୍ଗିଲା। ପିଲାମାନେ ସବୁ ମନ ଦେଇକି ଶୁଣ। ଏତେ ଜୋରେ ରାଗିଗଲା ଏ ଶାଶୁ, ବୋହୂକୁ ଭଲ ପାଏ। ଇଏ ଦୁନିଆରେ ମୁଁ ଏଇଠି ଗୋଟେ କଥା ଆପଣ ମାନଙ୍କୁ କହୁଛି, ପ୍ରାୟତଃ 80 ଭାଗ ପରିବାରରେ ଶାଶୁ ବୋହୂର ଦ୍ୱନ୍ଦ୍ୱ। ପାଲାରୁ ଆପଣ ଶୁଣିବେ କେମିତି ଶାଶୁ ବୋହୂରେ କଳି ହବନି। ଆଉ ଯୋଉ ପରିବାରରେ ଶାଶୁ ବୋହୂର କଳି, ସେଠି ସେ ପିଲାଟି ପଡିଲା ବଳି ନା ନାଇଁ। ଆଜ୍ଞା, କଲ୍ୟାଣକାରୀ ହୁଅନ୍ତୁ ନାରାୟଣ ଆପଣଙ୍କର, ଆପଣ ଯଶସ୍ୱୀ ହୁଅନ୍ତୁ। ପରିଣତ ଯେଉଁ ପରିବାରରେ ଶାଶୁ ବୋହୂକୁ ଝିଅ ପରି ଦେଖେ, ବୋହୂ ଶାଶୁକୁ ମା ପରି ଦେଖିବ, କଳି କାହିଁକି ହବ? ଆଉ ବାହା ହେଇ ସାରିବା ପରେ ସାରେ ଯଦି ଫୋନ କରି ନିଜ ବୋହୂଠୁ ସବୁ ବୁଝିକିରି ଆରେ ଶାଶୁ ଘରେ ପ୍ରୟୋଗ କରିବ, ଭଲ ଭାଙ୍ଗିଲା। କାହିଁକି ମା ଏ କଥା କହୁଛି ନା, ଶେଷ ପର୍ଯ୍ୟନ୍ତ ଆପଣ ସେଇ ବୁଢୀ ପାଖରେ ରହିବେ, ଶାଶୁ ବୁଢୀ ପାଖରେ। ଆଉ ସେ ଶାଶୁ ବୁଢୀ ବିଚାର କରିବା ଦରକାର, ମୁଁ ଯୋଉ ଝିଅକୁ ପରାମର୍ଶ ଦଉଛି ମଲା ବେଳେ ସେ ଝିଅ ମୋ ପାଖରେ ପାଣି ଦବ। ତେଣୁ ମା ମାନେ ଟିକେ ଦୂରଦୃଷ୍ଟି ବିଚାର କର। ଯୋଉ ଆଉ ଝିଅ ଯଦି ପଦେ କହିଲା ମା ସହୁଛି, ପର ଝିଅ କହିଲେ ସହିବ। ଇଏ ମନୋବୃତ୍ତି ଯଦି ପରିବର୍ତ୍ତନ ହେଇଯିବ, କେତେ ଶାଶୁ ବୋହୂ। ଇଏ ବୁଢୀ ତା ବୋହୂକୁ ଏତେ ଭଲ ପାଏ, ପଣ୍ଡିତ ରାଗି ଯାଇକି କବି ଗାୟକ ଶେଖର କହିଲେ ଦହିକି ମହିରେ ଫିଙ୍ଗିଣ। ଦହି ହାଣ୍ଡିକି ଫିଙ୍ଗି ଗଲା, ହାଣ୍ଡି ଭାଙ୍ଗି ଦହି ଢାଳି ହେଇଗଲା। କ୍ରୋଧରେ ଜର୍ଜରିତ ହୋଇ ଗୋଟେ ଖ୍ରୀଷ୍ଟ ଶବ୍ଦ ପ୍ରୟୋଗ କଲେ ଜଗନ୍ନାଥ ବେହେରା। କ୍ରୋଧରେ ଜର୍ଜରିତ ହୋଇନ ଦେଶମେ ଛାଡ଼ିଲା ରଡ଼ି। ଦେଶମ ଶବ୍ଦର ଅର୍ଥ ହଉଛି ଗୃହ ବା ଘର। ହାତକୁ କଣ ଯିବ? ବୋହୂ ବିରୁଦ୍ଧରେ ବିଷ ଉଦ୍ଗାରିଲେ ଗୋପ ବାଳକ ମାନେ, ଦହି ହାଣ୍ଡିକି ଭାଙ୍ଗି ଦେଇ ଦୌଡ଼ିଲା ଘରକୁ। ଦୁଆର ମୁହଁରେ ଠିଆ ହେଇ ଡାକିଲା ଗଲା, ବୋହୂ ତତେ ବୋହୂ ହବା ପରେ ଗୋଟା ଦେହ ଖରାପ ସେ ଗଲାଣି, କାଲିକି ଆଉ ଜଣେ ପଳା। ବୋହୂ ତୁ କିଏ? ମୁଁ ତୁ କିଏ? ମୁଁ କିଏ? ମୁଁ ତୋତେ କେବେ ବୋହୂ ଦୃଷ୍ଟିରେ ଦେଖିଛି? ଏ ପିଲେ ଧୀରେ ଦେଖିଛି, କିନ୍ତୁ ମୁଁ ବୁଢୀ ହେଲେଣି, ଆଉ କେଇଟା ଦିନ ବଞ୍ଚିବି। ଏ ବାପାକୁ ନି ପକଶୁ
ଶୁଣ ଆମ ଶାଶୁ ଦେଖୁନୁ ଘର ଦ୍ୱାର ଛାଡି କେମିତି ଆମେ ଆସିଛୁ ଦି ପଇସା ପାଇଁ ତୁ ଆମେ ପାଟି କରୁଛୁ। କଣ ଛାଡ଼ି ଯାଇଛ? ତାଙ୍କର କଣ ଅଛି ପାରା ନ ପାଇଲେ ସେ ମାସକୁ 90,000 ପାଉଛନ୍ତି। ଆମେ ଡରି ମହରି ପାଲା କରିବା କଥା କାଳେ ପଡିବ ନାଇଁ କି କାଳେ ଦି ପଇସା ମିଳିବ ନାଇଁ କି ଏ ଘର। ତେଣୁ ମୁଁ ବୁଢୀ ହେଲେଣି ତତେ ଝିଅ ପରି ଦେଖେ ହେଲେ ଆଉ କେଇଟା ଦିନ ବଞ୍ଚିଥାନ୍ତି ତୁ କଣ ମତେ ଭଲରେ ବଞ୍ଚେଇ ଦବୁ ନାଇଁ? ହେଲେ କାହିଁକି ଏ କଥା କହିଲେ ବୋଉ? ମୁଁ ଯାହା କହିବି ତୁ ମୋ କଥା ମାନିବୁ। ତୁ ଠିଆ ହେଇଛୁ ମୁଁ କିଏ ହେଇଛ? ଇଏ ଜିଲ୍ଲା ଯାଉଛ ବୁଝିଲା ଗୋଟେ ଠିଆ ଗୀତ ଗାଇବି। ତୁ ଗୀତ ଭାବେନି ଅଭିମନ୍ୟୁ ସାମନ୍ତ ସିଂହାର ଚାଲି ଯାଇଛନ୍ତି ତାଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ମିଶି ରହିପାରେ ସେ ଅଭିମନ୍ୟୁ ସାମନ୍ତ ସିଂହାର ଠିଆ ହେଇଛନ୍ତି। ତୁ କିଏ ହେଇଛ? ମୁଁ କିଏ ହେଇଛ? ଗୀତ ଆଜି ଠିଆ ହବ। ଠିଆ ଗୀତ ପ୍ରତ୍ୟେକ ପଦର ପାଦ ଶେଷରେ ଆସିବ ଠିଆ 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 ଠିଆ। ତାପରେ ଆସିବ ବର୍ଷା 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 ବର୍ଷା। ତୁ ପାଳିଆ ସେଇଥିପାଇଁ ତୁ ବୋହୁ ବାରିଆ ନୁହଁ। ବୋହୁ ଏତେ ବୁଟୁ ବୁଟୁ କାହିଁ ପାଉଛୁ? ତାହିଁ କରୁଛି ସେ ତାହିଁ କରୁଛି। କହିଲା ଏ ଭଙ୍ଗୀ ବିଷୟରେ ରାଧାର ଶାଶୁ କହୁଛି ଜଟିଳା ରାଧା ବୋହୁ। ଅଭିମନ୍ୟୁ କୁ ଲେଖନି ଚାଲେ କୃଷ୍ଣ ଗଣ୍ଠିଆ କାହା କୋଟି ତୋତେ ବାଢି ବାବୁ ତାଳ ସେଟିଂ କରିଛି ବଡିରେ ବୋଇଲେ ସଖୀ ମୁଁ ତୋର ବେଠିଆ ପାଣି ଆଣିବାକୁ ମୋତେ ପଠିଆ ଶୁଣି ଗୋପୀ ହେଲେ ଠିଆ ହସିଲା ଭାସିଲା ବଢିଲରୁ କହ୍ନୁ ହେଲୁ ଏରେ ଅପାଠିଆ। ଏଠି ରାଧାକୁ ତା ଶାଶୁ ପଚାରୁଛନ୍ତି ଏ ବୋଉ ମତେ ସତ କହ କେତେ ଜଣ ଦୁର୍ଦଣ୍ଡୀ ଦୁଷ୍ଟା ନାରୀ ମାନଙ୍କ ଗହଣରେ ଯମୁନାକୁ ଯାଇଥିଲୁ? ଯାଇଥିଲି ବୋଉ ସେ ନନ୍ଦ ପୁଅ କୃଷ୍ଣ ତୋ ପାଖକୁ ଆସିଥିଲା ନା ନାଇଁ କହ ସତ କହ। ଆସିଥିଲି କଣ ତତେ କହିଲୁ? କହିଲେ ତମେ କାଖରେ କଣ ଧରିଛ? ତୁ କଣ କହିଲୁ? ମୁଁ କହିଲି ହେ କାହ୍ନୁ ଇଏ ପାଣି ମାଠିଆ। ସେଠି ସେ କହିଲେ ତୁମେ ତ ଗୋପରାଜ୍ୟର ରାଣୀ ରେ ରାଣୀ କଣ ପାଣି ନେବେ? ରାଣୀଙ୍କର କଣ ବେଠିଆ ନା? ସେ ତତେ ଏଇ କଥା କହି ମୁଁ ତୁମ ପାଣି ନେବି ବୋଲି କହି ସେ ନନ୍ଦ ପୁଅ କୃଷ୍ଣ ସତ କହିବୁ ତୋ କାକୁରୁ ପଳସି ଛଡେଇ ତୁ ତ ବୋହୁ ମୁଁ ତ ଶାଶୁ ଲୁଚେଇବି କଣ? ଯେତେବେଳେ ସେ ନନ୍ଦ ପୁଅ କୃଷ୍ଣ ତୋ କାଖରୁ କଳସି ଛଡାଇଛି ତୋ ଉନ୍ନତ ଯୌନାଳୀରେ ତା କର ପରଶ ହେଇଛି କି ନାହିଁ କହ? କହିପାରିବି ମୁଁ ଆଜି ହାଟକୁ ଯାଉଥିଲି କାହିଁକି ଘରକୁ ଫେରିଲି? ମୁଁ ତତେ ଏତେ ଭଲ ପାଏ ତୋ ନିନ୍ଦାକୁ ବରଦାସ୍ତ କରିପାରିନି ଦହି ଆଣିକି ଭାଙ୍ଗି ଦେଲି। ମୁଁ ତତେ ସତର୍କ କରିଦଉଛି ଧୀରେ ଧୀରେ ମା ଯଦି ପ୍ରକୃତରେ ତୁ ମତେ ଭଲ ପାଉଥାଉ ମା ପରି ଚିନ୍ତା କରୁଥାଉ ମୋ କଥାକୁ ଅକ୍ଷର ଅକ୍ଷରେ ପାଳନ କରିବୁ। ଆଜିଠାରୁ ସେ ନନ୍ଦ ପୁଅ କୃଷ୍ଣଙ୍କୁ ଦେଖା କରିପାରିବି ଦେଖା କରିପାରିବୁନି। ଆଜିଠାରୁ ସେ ବୃନ୍ଦାବନକୁ ଆଉ ସେ ବୃନ୍ଦାବନକୁ ଯିବୁନି। ଆଜିଠାରୁ ସେ କୃଷ୍ଣର ବଂଶୀ ସ୍ୱନ ଶୁଣିବୁନି। ବୁଢୀରେ ଗୋଟିଏ ଅଣ୍ଡି ଚଣ୍ଡୀ ଝିଅ ଅଛି ମା ମାନେ ବିଚାର କର ସତର୍କ ଘଣ୍ଟି ବଜେଇ ଦେଲେ। ଆଜିର ସମାଜରେ ଆମେ ମାନେ ପାଲା କାହିଁକି ଶୁଣୁନେ ନା ଆମେ ଗାୟକ ଯାହା କହିବ ତାର ବିପରୀତ କାମ ଆମ ପରିବାରରେ କରୁଛେ ସେଇଥିପାଇଁ ପାଲା ଶୁଣିବାକୁ ଭଲ ଲାଗୁନି।
ପୁଅ ବୁଝୁଛୁ ଆଜ୍ଞା ସାର୍ ବୁଝିଲା ତେଣୁ ହଁ ତାର ଏବେ ଯଦି ପରିବାରରେ ଶାଶୁ ଯଦି ତାଗିଦି କଲା ମୁହଁ ମୋଡ଼ିଦବ ବୋହୂ ପୁଅ ଆଗରେ କହିବ ପୁଅ ତ ଭାର୍ଯ୍ୟା ପ୍ରେମରେ ବସିଭୂତ ଆଉ ବଶୀଭୂତ ଗାଡ଼ି ବସା ମାନବ ଆଉ ପୁଅ କହିବ କଣ ତୁ ମୋ ସ୍ତ୍ରୀ କି ରଖେଇ ଦବୁ ନାଇଁ ହଁ ଏଇ ହଉଛି ପରିବାର ଏଇ ହଉଛି ଶାଶୁ ଏଇ ହଉଛି ବୋହୂ ଏଇ ହଉଛି ମର୍ଯାଦା ମର୍ଯାଦା ଆଉ ତୁ ଯିବି ନାଇଁ ତାହେଲେ ସେଦିନ ଶାଶୁ ତା ଝିଅକୁ ଡାକିଲା ଏଠି ଯେତିକି ମା ମାନେ ବସିଛ ମାସେ କାଳ ରାତିରୁ ଉଠିକିରି ଫୁଲ ତୋଳି ଠାକୁର ପୂଜା କଲେ ଯେତିକି ମୂଲ୍ୟ ନାହିଁ ଭଗବାନଙ୍କ କଥାକୁ ମନ ଦେଇ ଶୁଣିଲେ ସେତିକି ମୂଲ୍ୟ କାହିଁକି ନା ନବଧା ଭକ୍ତି ଭିତରେ ପ୍ରଥମ ହଉଛି ଶ୍ରବଣ ଭଗବାନ ଅସନ୍ତୁଷ୍ଟ ହେବେ କହିବେ ମୋ କଥା ତ ଇଏ ମନ ଦେଇ ଶୁଣୁନାହିଁ ମତେ ପୂଜା କରୁଛି ନା କାହିଁ କରୁଛି ଅଧୁଟାରୁ କୁହୁଡ଼ିରୁ କାହିଁକି ଉଠିକି ଆମେ ତ ପାପି ପାଲାବାଲା ବାପା କଣ କରିବ ଆମର ଛାଡ଼ିକୁ ଲକ୍ଷ୍ୟ ନାହିଁ ଗାଡ଼ି ଗଡ଼େଇ ଯିବା ଉଚିତ ଆଜ୍ଞା ଆଜ୍ଞା ଯାହା କହିଲା ସବୁତକ ସମସ୍ୟା ମୁଣ୍ଡରେ ପୁରେଇଲେ ବାପା ଶେଷକୁ ହବନି ଫଳ ଠିକ ହବନି ସମାଧାନ ହେଇପାରିବ ଧରିବାକୁ ଯିବୁନି ବୃନ୍ଦାବନକୁ ଯିବୁନି କୃଷ୍ଣ ସାଙ୍ଗରେ ଦେଖା ହବ ନାହିଁ ବଇଁଶୀ ଶୁଣିବୁ ନାଇଁ ବୁଢୀର ଗୋଟେ ଅଣ୍ଡି ସଣ୍ଡି ଝିଅ ଅଛି ଡାକିଲା କୁଟିଳ ସେଇ ଯୁଗରୁ ଆଜିକାଲି କେହି ପସନ୍ଦ ମମି ମମି ଏଇ ଦ୍ୱାପର ଯୁଗରେ ଡାକୁଥିଲେ ମମି ଏଇ 20 ବର୍ଷ ହେଲା କି 30 ବର୍ଷ ହେଲା ମମି ମମି ଚାଲିଛି ଦ୍ୱାପର ଯୁଗରେ ପରେ କୁଟିଳ ଡାକିଲା ମମି ମମି ସେଇଟା କଣ ପିନ୍ଧିଛୁ କୋଉଥିରେ କାନ ଫୁଲ ମାଟିରେ ଆଉ ସୁବର୍ଣ୍ଣ ଓ ସୁବର୍ଣ୍ଣ କଳା ସୁବର୍ଣ୍ଣ ଗୋଟେ ବାହାରିଲାଣି କିରେ